କଳଙ୍କିତ ହୋଇଗଲା ସୁମନ ଗିଲଙ୍କ ଅଧିନାୟକତ୍ୱ। ତେବେ ସୂଚନା ଅନୁସାରେ ଦିଲ୍ଲୀ ଟେଷ୍ଟର ଭାରତୀୟ କ୍ରିକେଟ ଦଳ ଅପ୍ରତ୍ୟାଶିତ ଭାବରେ ପରାସ୍ତ ହେଲା। ଫଲୋ ଅନ୍ କରିବାକୁ ବାଧ୍ୟ ହେବା ପରେ ୱେଷ୍ଟଇଣ୍ଡିଜ ଏପରି ପ୍ରଦର୍ଶନ କଲା ଯାହା ସେମାନେ ଆଶା କରିନଥିଲେ। ଭାରତର ପ୍ରଥମ ଇନିଂସ ସ୍କୋର 518 ରନ୍ର ଜବାବରେ ୱେଷ୍ଟଇଣ୍ଡିଜ କେବଳ 248 ରନ୍ କରିପାରିଥିଲା। ଭାରତୀୟ ଅଧିନାୟକ ସୁମନ ଗିଲ୍ ଫଲୋ ଅନ୍ ଲାଗୁ କରିଥିଲେ ଏବଂ ଭ୍ରମଣକାରୀ ଦଳ 390 ରନ୍ କରି ସେମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଭାରତକୁ ଜିତିବା ପାଇଁ 221 ରନ୍ର ଲକ୍ଷ୍ୟ ଦିଆଯାଇଥିଲା, କିନ୍ତୁ ଏହି ମ୍ୟାଚ୍ ଏପରି କିଛି କଲା ଯାହା 4711 ଦିନ ମଧ୍ୟରେ ଘଟିନଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଫଲୋ ଅନ୍ କରିବା ସମୟରେ ଭାରତ 270 ରନ୍ର ଅଗ୍ରଣୀ ପାଇଥିଲା। ସେମାନେ ଆତ୍ମବିଶ୍ୱାସୀ ମନେ ହେଉଥିଲେ ଯେ ସେମାନେ ଏହି ସ୍କୋର ମଧ୍ୟରେ ୱେଷ୍ଟଇଣ୍ଡିଜକୁ ସହଜରେ ଆଉଟ୍ କରିପାରିବେ ଏବଂ ଏକ ଇନିଂସରେ ମ୍ୟାଚ୍ ଜିତିପାରିବେ, କିନ୍ତୁ ତାହା ଘଟିଲା ନାହିଁ। ଜଷ୍ଟିନ୍ ଗ୍ରିବ୍ସଙ୍କ ଅର୍ଦ୍ଧଶତକ ଏବଂ ଜୟଡେନ୍ ସିଲ୍ସଙ୍କ 32 ରନ୍ ପରେ ଓପନର ଜନ୍ କ୍ୟାମ୍ପବେଲ୍ ଏବଂ ସାଇ ହୋପ୍ ଚମତ୍କାର ଶତକ ମାରିଥିଲେ। ୱେଷ୍ଟଇଣ୍ଡିଜ ଭାରତକୁ ଅସୁବିଧାରେ ପକାଇଥିଲା। ଟେଷ୍ଟ କ୍ରିକେଟରେ ଏହା 41ତମ ଥର ଯେତେବେଳେ ଭାରତ ଫଲୋ ଅନ୍ ଲାଗୁ କରିଛି, କିନ୍ତୁ ଚତୁର୍ଥ ଥର ଯେତେବେଳେ ଫଲୋ ଅନ୍ ଲାଗୁ କରିବା ପରେ ଭାରତ ବ୍ୟାଟିଂ କରିବାକୁ ବାଧ୍ୟ ହୋଇଛି। 21ଶ ଶତାବ୍ଦୀରେ ଏହା କେବଳ ଦ୍ୱିତୀୟ ଥର ଯେତେବେଳେ ଭାରତ ଫଲୋ ଅନ୍ ଲାଗୁ କରିଛି ଏବଂ ଦ୍ୱିତୀୟ ଇନିଂସ ପାଇଁ ଆସିବାକୁ ପଡ଼ିଛି। ପୂର୍ବରୁ ଏହି କାମ 15ରୁ 19 ନଭେମ୍ବର 2012ରେ ଖେଳାଯାଇଥିବା ମ୍ୟାଚ୍ରେ କରାଯାଇଥିଲା। ସେତେବେଳେ MS ଧୋନି ଦଳର ଅଧିନାୟକ ଥିଲେ ଏବଂ ପ୍ରତିପକ୍ଷ ଇଂଲଣ୍ଡ ଥିଲା। ଭାରତ ପଞ୍ଚମ ଦିନରେ ପୁଣି ଥରେ ବ୍ୟାଟିଂ କରୁଥିଲା ଏବଂ ମ୍ୟାଚ୍ ଜିତିବା ପାଇଁ 80 ରନ୍ ଲକ୍ଷ୍ୟ ହାସଲ କରିଥିଲା।